ଆଜି ଆମେ କଥା ହେବାକୁ ଯାଉଛୁ ଦୁଇଟି ବଡ଼ ଓଡ଼ିଆ ଫିଲ୍ମ ବିଷୟରେ। ଯେଉଁ ଦୁଇଟି ଫିଲ୍ମ ଏକ ଦିନ 13 ଫେବୃଆରୀ 2026ରେ ଥିଏଟରରେ ମୁକ୍ତି ପାଇବାକୁ ଯାଉଛି। ସେହି ଦୁଇ ମୁଭିର ନାମ ହେଉଛି ବରବଧୂ ଓ ରକ୍ତଗୋଲାପ। ପ୍ରଥମେ କଥା ହେବା ବରବଧୂ ଫିଲ୍ମ ବିଷୟରେ। ଏହି ଫିଲ୍ମର ମେନ୍ କାଷ୍ଟରେ ଅଛନ୍ତି ଶୈଲେନ୍ଦ୍ର ସାମନ୍ତରାୟ, ଶିବାନୀ ସଂଗୀତା ହିରୋଇନ୍। ନାମ ଶୁଣିଲେ ମଧ୍ୟ ଲାଗୁଛି ଏହା ଗୋଟିଏ ରୋମାଣ୍ଟିକ୍ ଓ ପାରିବାରିକ ଡ୍ରାମା ଫିଲ୍ମ। ବିବାହ, ସମ୍ପର୍କ, ଭାବନା ଓ ସାମାଜିକ ମୂଲ୍ୟବୋଧ ଏସବୁକୁ ନେଇ ଫିଲ୍ମଟି ଗଢ଼ାଯାଇଛି ବୋଲି ଅନୁମାନ। ଶୈଲେନ୍ଦ୍ର ସାମନ୍ତରାୟ ତାଙ୍କର ନ୍ୟାଚୁରାଲ୍ ଆକ୍ଟିଂ ପାଇଁ ପରିଚିତ ଓ ଶିବାନୀ ସଂଗୀତା ମଧ୍ୟ ଏହି ଫିଲ୍ମର ଏକ ସ୍ପଷ୍ଟ କ୍ୟାରେକ୍ଟର ନେଇ ଆସିଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଫ୍ୟାମିଲି ଅଡିଏନ୍ସ ଓ ଲଭ୍ ଷ୍ଟୋରି ପସନ୍ଦ କରୁଥିବା ଲୋକଙ୍କ ପାଇଁ ବରବଧୂ ଗୋଟିଏ ପରଫେକ୍ଟ ଚଏସ୍ ହୋଇପାରେ। କଥା ହେବା ରକ୍ତଗୋଲାପ ଫିଲ୍ମ ବିଷୟରେ। ଏହି ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଏଲିନା ସାମନ୍ତରାୟ। ରକ୍ତଗୋଲାପ ନାମଟା ନିଜେ ବହୁତ ଡିପ୍ ଓ ଇମୋସନାଲ୍ ଫିଲ୍ମ ଦେଉଛି। ଏହା ଗୋଟିଏ ଫ୍ୟାମିଲି ଡ୍ରାମା ଯେଉଁଠି ସତ୍ୟ, ପ୍ରେମ ଓ ତ୍ୟାଗ ଭଳି ଭାବନାକୁ ଖୁବ୍ ସୁନ୍ଦର ଭାବେ ଦେଖାଯିବ। ଏଲିନା ସାମନ୍ତରାୟ ପୂର୍ବରୁ ମଧ୍ୟ ଇମୋସନାଲ୍ ଓ ଷ୍ଟ୍ରଙ୍ଗ ଫିମେଲ୍ କ୍ୟାରେକ୍ଟରରେ ନିଜକୁ ପ୍ରମାଣିତ କରିଛନ୍ତି ଏବଂ ରକ୍ତଗୋଲାପ ତାଙ୍କ କ୍ୟାରିୟରର ଆଉ ଗୋଟିଏ ପାୱାରଫୁଲ୍ ଫିଲ୍ମ ହୋଇପାରେ। ଇମୋସନ୍, ଡ୍ରାମା ଓ ମେସେଜ ଭିତ୍ତିକ ଫିଲ୍ମ ପସନ୍ଦ କରୁଥିଲେ ରକ୍ତଗୋଲାପ ଆପଣଙ୍କ ପାଇଁ। ଏବେ ସବୁଠାରୁ ଇଣ୍ଟରେଷ୍ଟିଂ କଥା 13 ଫେବୃଆରୀ 2026ରେ ବରବଧୂ, ରକ୍ତଗୋଲାପ ଦୁଇଟି ଫିଲ୍ମ ଏକ ସାଥିରେ ରିଲିଜ୍ ହେବାକୁ ଯାଉଛି। ଏହା ଦର୍ଶକଙ୍କ ପାଇଁ ଡବଲ୍ ମଜା। କିନ୍ତୁ ସାଥୀ ବକ୍ସ ଅଫିସ୍ କ୍ଲାସ୍ ମଧ୍ୟ ଦେଖିବାକୁ ମିଳିବ। ତେବେ ଆପଣ କହନ୍ତୁ, ରୋମାଣ୍ଟିକ୍ ଫ୍ୟାମିଲି ଡ୍ରାମା ବରବଧୂ ନା ଇମୋସନାଲ୍ ଷ୍ଟ୍ରଙ୍ଗ ଷ୍ଟୋରି ରକ୍ତଗୋଲାପ? କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଧନ୍ୟବାଦ।